ତାକୁ କ'ଣ ହେଇଥିଲା ନା ତାଙ୍କର ମେରୁଦଣ୍ଡଟା ପୁରା ନଷ୍ଟ ହେଇଥିଲା। ଅଷ୍ଟେସ୍ପୋରୋସିସ୍ ଡିଜିଜ୍ ବୋଲି ଶୁଣିଥିବ ତମେ ହେଲା। ଅଷ୍ଟେସ୍ପୋରୋସିସ୍ ଯୋଉ କାଠ ଧୂମ ଖାଇଯାଏ ନାଇଁ ସେଭଳିଆ ଗୋଟେ ଡିଜିଜ୍ ହେଇଥିଲା ଯେଉଁଥିରେ ତାର ଏଣ୍ଟାୟାର ସ୍ପାଇନଟା ନଷ୍ଟ ହେଇଯାଇଥିଲା। ବେସିକାଲି 4ଟା 5ଟା ହେଇଥିଲା। ସେ କ'ଣ କଲା 100% ବେଡ୍ ରିଡନ୍ ହେଇଥିଲା ଏବଂ ହେଲା ପରେ କ'ଣ ହେଲା ନା ତାଙ୍କୁ ମାନେ ଏମ୍ସ କେତେବେଳେ ସବୁ ଡକ୍ଟର ତାକୁ ଦେଖି ବୁଲି ଆସିଲା ପରେ କ'ଣ ଡକ୍ଟର କହିଲେ ଦେରେ ନ୍ୟୁ କ୍ୟୁରେବଲ୍ ଏସବୁ ରୋଗରେ ହୁଏ ନାହିଁ ଏ ବୟସରେ ଏବଂ ତମେ ହେବ କ'ଣ ନା ତମର ଲାଷ୍ଟ ଫେଜ୍ ଆସିଗଲା ଏବଂ ତା ଦ୍ୱାରା କ'ଣ ହେଲା ତାକୁ ଆଣି ଘର ପାଖରେ ତା ଦାନ ହେଇଗଲା। କ'ଣ ଦାନ ବୁଝିପାରୁଛନ୍ତି? ଦାନ ସରିଲା ପରେ ଏଇ ମାଉସୀଙ୍କର କ'ଣ କଲେ ନା ତାପରେ ଗଲି ମୋ ସାଙ୍ଗର ମା ମୁଁ ଦେଖେଇଲା କ'ଣ ହେଇଛି ନା ଏଇଭଳିଆ ପ୍ରୋବ୍ଲେମ୍ ହେଇଛି। ମୁଁ ଗୋଟେ କାମ କରିବି ଦିଦି ତାକୁ ଗୋଟେ କାମ କରି ମାନେ ଏଇଭଳିଆ ଡେଲି 2-2ଟା ଇଞ୍ଜେକ୍ସନ୍ ହେଉଥାଏ ପେନ୍ କିଲର ଏବଂ ସେ କ'ଣ ହେଉଥାଏ ନା ଯଦି ପେନ୍ କିଲର ନ ଦେଲେ ତାହେଲେ ଗୋଟେ ପଡ଼ ମାରିପାରିବେ। ଯଦି ଗୋଟେ ପଡ଼ ମାରିଦେଇଛି ତାମାନେ କ'ଣ ସେଦିନ ରାତିରେ ଶୋଇପାରିବେ ଏତେ ଶୀଘ୍ର ଥିଲା। ତାଙ୍କୁ କ'ଣ କଲେ ଔଷଧ ବନ୍ଦ କଲେ ତମେ କାମ କର ଏଇ ଖାଦ୍ୟଟା ଛାଡ଼ିଦିଅ ଏଇ ଖାଦ୍ୟଟା ଖାଅ ଏଇ ଛୋଟ ଥେରାପି କର ଗୋଟେ ମେଡ଼ିସିନ 2ଟା ମେଡ଼ିସିନ ଦେଲେ 15 ଦିନ ମାସେ 1.5 ମାସ ପରେ ଯେଉଁ ଲୋକକୁ ତାକୁ କରାଇଥିଲେ ଯେ ତୁମେ ଡେଡ୍ ହେଇଯିବ ବଞ୍ଚିବ ନାହିଁ ତାଙ୍କର ତାଙ୍କର ଇଏ କରିଥିଲେ ଦାନ କରିଦେଇଥିଲେ ସେ ମାଉସୀ ଏବେ କିଛି ନାହିଁ। আচ্ছা কইবে রাইট সাইডে পেন তো ডক্টর বলে অল্ট্রাসাউন্ড করো। অল্ট্রাসাউন্ড করলে কোন হবে না তোমরা দেখে কোন গল ব্লাডার স্টোন হয়েছে হ্যাঁ না গল ব্লাডার স্টোন সেমান কোন করছে স্টোন হলা মানে ডক্টর ইমিডিয়েটলি তোমাকে রেফার করিবে কোন না অপারেশন করতে। অপারেশন করলে কোন হবে তোমরা সে গল ব্লাডার বাহার করতে। যদি গল ব্লাডার বাহার করে দিয়ে যাব কোন হবে না তুমি জীবন সারা এন্টায়ার লাইফ উইল বিকাম কোন হবে না তোমার ডাইজেশন প্রবলেম হবে এবং সেইপাই আমি একটা ক্লিনজিং টেকনিক বাহার করছু। যে ক্লিনজিং টেকনিকটা আমি দেবো সে স্টোন গুলা হ্যাঁ তোমার পায়খানা পড়ে আছে হ্যাঁ তোমরা ওখানে পাও এইসব ছোট ছোট জিনিস আছে হ্যাঁ না। তোমার বর্তমান পেশেন্ট একটা দিয়েছি সে বর্তমান এটা করুছে ଏବେ ସେ ହେଲା। ଆଜି ତାର ଅଲ୍ଟ୍ରାସାଉଣ୍ଡ ରିପୋର୍ଟ আছে 2 ସେଣ୍ଟିମିଟର ସ୍ଟୋନ୍ 2 ସେଣ୍ଟିମିଟର କେତେ ବୁଝୁଛ ଏତେ ବଡ଼ ସ୍ଟୋନ୍ ହେଇଥିଲା। ତେଣୁ ଆମେ ବର୍ତ୍ତମାନ এইଭଳିଆ ଛୋଟ ଛୋଟ ଥେରାପି ଅଛି ଯେଉଁ ଥେରାପିକାଲି ସାଇଟ୍ରସ୍ ଫୁଡ୍ ଦେଲେ ହେବ କ'ଣ ନା ତାକୁ 2-3ଟା ଝାଡ଼ା ହେଇଯିବ। ନେକ୍ସଟ ରାତିରେ କିଛି ଖାଇବ ନାହିଁ ତାପରେ ସକାଳ ମଧ୍ୟ ସେଭଳିଆ 2 ଗ୍ଲାସ୍ ତାକୁ ସେ ପାଣି ଦିଆଯିବ ପ୍ଲସ୍ অলিভ অয়েল সহিত দিয়াଯିବ। ଦେଲେ କ'ଣ ହେବ ନା ପ୍ରଥମେ ପତଳା ଝାଡ଼ା ହେଇଯିବ ତାପରେ କ'ଣ ଗ୍ରୀନ୍ ଝାଡ଼ା ହେବ। ଗ୍ରୀନ୍ ଝାଡ଼ା ମାନେ କ'ଣ ଯେତେବେଳେ ବାଇଲ ହେଉଛି ବାଇଲ କାଣ୍ଡ ପିତ୍ତ ଜାଣିଛୁ ନା ମାଛର ପିତ୍ତ ଦେଖି ସେଟା କ'ଣ ସବୁଜିଆ ନା ସବୁଜିଆ ଥାଏ ନା ହଁ ସବୁଜିଆ ଥାଏ ସେଗୁଡ଼ା ତୁମର ଝାଡ଼ା ସବୁଜିଆ ହେବ। ତାମାନେ ଜାଣିବ ଯେ ବର୍ତ୍ତମାନ ପିତ୍ତକୋଷରେ ଝରିବା ଆରମ୍ଭ ହୋଇଛି ଏବଂ ସେଦିନ ପିତ୍ତକୋଷ ଯେ ଔଷଧ ଦିଆଯାଇଛି ପିତ୍ତକୋଷ ସେତେବେଳେ କ'ଣ ହେବ ନା ଗୋଟେ ପ୍ରକାର କଣ୍ଟ୍ରାକ୍ସନ୍ ହେବ। କଣ୍ଟ୍ରାକ୍ସନ୍ ହେବା ଦ୍ୱାରା ମୁହଁଟା ଫୁଲିଯିବ ଗଲ ବ୍ଲାଡର ନେକ୍ଟା ଫୁଲିଯିବ ତା ସହିତ ପୁସ୍ କରିବ ହେଲା। ଯାହା କଣ୍ଟାକ୍ଟ ରଖୁଛି ଆମର ଡ୍ରପର ଯେନ୍ ସେଇଭଳିଆ କ'ଣ ହେବ ନା ପୁସ୍ କରିବ। ପୁସ୍ କଲା ପରେ କ'ଣ ହେବ এইভଳିଆ ତା ଦେବ ଦେଖାବ 2ଟା ସ୍ଲାଇଡ୍ ଅଛି ତାର ସେ এইভଳିଆ ଦେଖିପାରୁଛୁ ନା এইভଳିଆ ଛୋଟ 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 ବହୁତ ଗୁଡ଼ା ଆମେ ଜାଣିଛୁ ଅଲ୍ଟ୍ରାସାଉଣ୍ଡ 1-2ଟା ଷ୍ଟୋନ୍ ଧରା ପଡ଼େ ନହେଲେ ତା ଭିତରେ ଆମ ଲିଭରରେ ବହୁତ ଷ୍ଟୋନ୍ ଥାଏ ବୁଝିଲେ ନା ଏଇଟା କ୍ଲିନିକ୍ କରାଯିବ ଇଣ୍ଟରନାଲ କ୍ଲିନିକ୍ ହେଲା। ତେଣୁ ତୁମ କ'ଣ ୱାନ୍ସ ତୁମ ଲିଭର ଯଦି ହେଲା କ'ଣ লিভরটা এন্টার বডি মেটাবলিজম কন্ট্রোল করছে। যদি লিভরটা ঠিক রহব তাহলে বহুত সারা তুমি হেলদি হয়ে নহলে হ্যাঁ ডায়াবেটিস পাই আজকাল লেটেস্ট জনে মানে ডায়াবেটিস স্পেশালিস্ট কହୁଛୁ যে তোমার যাମାନଙ୍କର লিভর খারাপ সেମାନଙ୍କର ডায়াবেটিস হব বুঝলে। তেমন হলা কোন তুমি ভাবনি যে খালি পেনক্রিয়াস ରୁ ইনসুলিন আসুনি ইয়ে হউনি সেটা হলা কিমিতি তা পূর্বରୁ ଆମେ রিকভারি হবা সেই ভিতরে পুরা শিখালি ক্লাস নেবে। তেণু ସାର୍ ବହୁତ ବହୁତ ଧନ୍ୟବାଦ। ଆଜି ଆମର ନିମନ୍ତ୍ରଣ ରକ୍ଷା କରି ସେ ଆମ ପାଖରେ ଆସୁଛନ୍ତି। ଏଭଳି ମଣିଷ ମିଳିବ ବହୁତ କଷ୍ଟ। ରିସର୍ଚ୍ଚ ପର୍ସନ୍ ମାନେ ଆସୁଛନ୍ତି ଆମେ ବହୁତ ଏକାଡେମୀ ଶୁଣୁଛୁ ମୁଁ ଦେଖିପାରୁଛି। ତେଣୁ ତମମାନଙ୍କୁ ବହୁତ ଧନ୍ୟବାଦ। ଆପରେ ପୁଣି ଭୁବନେଶ୍ୱରରୁ ସୋଆ ୟୁନିଭର୍ସିଟିର ପ୍ରଫେସର ଆସିଛନ୍ତି ସେ ବର୍ତ୍ତମାନ କ୍ଲାସ୍ ନେବେ। ତମମାନଙ୍କର କ୍ଲାସ୍ ତାଙ୍କ ସହିତ ଇଣ୍ଟିଗ୍ରେସନ୍ ରହିବ। ଏହା ସାର୍ଙ୍କୁ ମୁଁ ଅନୁରୋଧ କରିଛି। Clapping continue. Close